ଆଜି ଲଟେରୀ ଖେଳୁ ଖେଳୁ ମିଳିଯାଇଥିଲା ମୋତେ ଟାଟା ସିଆର କାର। ହ୍ୟାଲୋ ଗାଇସ୍, ୱେଲକମ୍ ବ୍ୟାକ୍ ଟୁ ମାଇ ନ୍ୟୁ ମିନି ବ୍ଲଗ। ଆଜି ଆପଣଙ୍କୁ ସ୍ୱାଗତ କରୁଛି। ଆଜି ମୁକେଶ ଅମ୍ବାନୀର ଗୋଟେ କଲରେ ଆମେ ଦୌଡ଼ି ଦୌଡ଼ି ବାହାରି ଆସିଲୁ ବାଲେଶ୍ୱରରୁ, କାହିଁକି ନା ଆମକୁ ଗୋଟେ ଟାଟା ସିଆର କାର ଗିଫ୍ଟ କରାଯାଇଥିଲା। ତାପରେ ସିଧା ଆସି ଆମେ ପହଞ୍ଚି ଯାଇଥିଲୁ ଓଡ଼ିଶା ଅନବକ୍ସ, କାହିଁକି ନା ମୋତେ ଗୋଟେ ଆଇଫୋନ ଦରକାର ଥିଲା, ଆଇଫୋନ 17। ଆଇଫୋନ 17 ପ୍ରୋ ମୁଁ କିଣିବାକୁ ଯାଉଛି, ତ ଏଇଟା ହଉଛି ମୋ ଫାଷ୍ଟ ଡ୍ରିମ୍। ମୁଁ ବହୁତ ଖୁସି, ବହୁତ ଏ ଦୋକାନରେ ଆପଣଙ୍କୁ ଆଣ୍ଡ୍ରଏଡ ବହୁତ କମ ଦେଖିବାକୁ ମିଳିବ, ଏ ଦୋକାନରେ ଆଇଫୋନ ବହୁତ। ତାପରେ ଆମ ହାତକୁ ଧରେଇ ଦିଆଯାଇଥିଲା ଯେ ସାମସଙ୍ଗ S25 G Fold। ଏବେ ଆମେ ଆଇଫୋନ 17 ଦେଖିବାକୁ ପାଇଲୁ, ମାନେ ଧରିବାକୁ ପାଇଲୁ। ଆଇଫୋନ 17 ନେଇକି ଆମେ ସିଧା ପଳେଇ ଆଇଲୁ ଆଇଟିଆଇ ଫିଲ୍ଡରେ ଯୋଉ ମେଳାଟି ବସିଛି, ତ ସେଇ ମେଳାକୁ ବୁଲିବା ପାଇଁ। ତ ମେଳାର ବାହାର ପଟୁ କିଛି ଏମିତି ଦୃଶ୍ୟ ଦେଖା ହଉଛି, ଆପଣମାନେ ଦେଖିପାରୁଥିବେ ଲୋକର ଭିଡ କେମିତି ଅଛି। ତ ଏ ମେଳାର ନାଁ ହଉଛି ଏକ୍ସପୋ ଓଡ଼ିଶା। ଏ ମେଳାରେ ଆପଣ ଯାହା ଖୋଜିବେ ତାହା ଦେଖିବାକୁ ପାଇବେ। ମୁଁ ଖୋଜିଲି ଆର୍ମି ଟ୍ୟାଙ୍କର, ତ ଆର୍ମି ଟ୍ୟାଙ୍କର ଆସିଯାଇଛି। ତ ଆପଣ ଫୁଲ ଭିଡିଓ ୱାଚ୍ କରନ୍ତୁ, ଦେଖିପାରିବେ। କିଛି ବାଟ ବୁଲିଲା ପରେ ମେଳା ଭିତରେ ଆମକୁ ଦେଖା ଯାଇଥିଲା ବୁଲେଟ। କେତେ ସୁନ୍ଦର ସୁନ୍ଦର ସବୁ ବୁଲେଟ ଆସିଛି। ତାପରେ ଜଗା ଭାଇ ଆମର ଟିକେ ବୁଲେଟର ବସି ଷ୍ଟାଇଲ ମାରିଦେଲେ, କାହିଁକିନା ଆମର କିଣିବା ପାଇଁ ଅକାତ ନଥିଲା। କିଛି ବାଟ ଗଲା ପରେ ଦେଖିଲୁ ଯେ ଆମ ଆଗରେ ଠିଆ ହେଇଥିଲା ଟାଟା ସିଆର ମୁକେଶ ଅମ୍ବାନୀ ସାର୍ ନେଇକି ପଳେଇ ଆସିଥିଲା ଆମ ପାଖକୁ ୱେଲକମ୍ କରିବା ପାଇଁ ଆମମାନଙ୍କୁ। ତାପରେ ଆମ ଆଗରେ ଫାଇନାଲ ଦେଖା ହେଇଥିଲେ ମୋଟୁ ଭାଇ। ତ ଆପଣମାନେ ୟାକୁ ତ ଜାଣିଛନ୍ତି, ଇନଷ୍ଟା ଭାଇରାଲ। ତାଙ୍କ ସହ ଦେଖା ହେଇ ମତେ ବହୁତ ଖୁସି ଲାଗିଲା। ରହୁଛି।